ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ସବୁବେଳେ ସେ ମଣିଷ ପାଖରୁ ଦୂରେଇ ରୁହ ଯେ ସବୁବେଳେ ତୁମ ପାଖରେ ମିଠା ମିଠା କଥା କହି ତୁମ ନାଁରେ ଅନ୍ୟ ପାଖରେ ନିନ୍ଦା କରୁଛି। ତୁମେ ଜାଣିପାରୁନ, କିନ୍ତୁ ତୁମ ବାବା ତ ସବୁ ଦେଖିପାରୁଛନ୍ତି ନା। ମୁଁ ତୁମକୁ କହୁଛି, ଏବେ ତୁମେ ବୁଝିପାରୁଛ ତ? ତୁମେ କାହା ପାଖରେ ନିଜର ମନର କଥା ଯାଇ କହୁଛ? ତୁମେ ଜାଣି ବି ପାରିବ ସନ୍ତାନ, ଯଦି ତୁମେ କାହାକୁ ମନର କଥା କହିଛ, ନିଶ୍ଚୟ ଦିନେ ନା ଦିନେ ସେ କଥା ଯଦି ଆଉ କିଏ ଜାଣିବ, ତାହେଲେ ତୁମକୁ ସେବେ ଅନୁଭବ ହେବ, ହଁ ମୋ ବାବା ଠିକ୍ କଥା କହୁଥିଲେ। ସନ୍ତାନ, ସମ୍ପର୍କ ରଖ, ସାଙ୍ଗ ସହିତ କଥା ବି ହୁଅ, ହେଲେ ଏତେ ବି ଗୁପ୍ତ କଥା କୁହନି, ପଛରେ ସେ ତୁମକୁ ଚୋଟ ବି ପହଞ୍ଚାଇବାକୁ ଛାଡ଼ିବନି। ସେଥିଲାଗି ସନ୍ତାନ, ଏବେ ସମୟ ଅଛି, ନିଜକୁ ବଦଳାଇ ଦିଅ। ସେ ସାଙ୍ଗ ତୁମ ପାଇଁ ଠିକ୍ ନୁହଁ, ସିଏ ବହୁତ ଖରାପ। ମୁଁ କାହିଁକି କହୁଛି ସନ୍ତାନ, ତୁମେ ବୁଝିପାରୁଛ ନା? ତୁମ ସାଙ୍ଗଙ୍କର ବହୁତ ଅହଙ୍କାର ଆଉ ବହୁତ ଗର୍ବ। ଯେପର୍ଯ୍ୟନ୍ତ ତାଙ୍କର ଗର୍ବ ଅହଙ୍କାର ଚୂନା ନ ହେଇଛି, ସେ କେବେ ବି ଆଗକୁ ବଢ଼ିପାରିବେନି। ତୁମେ ତାଙ୍କୁ ବହୁତ ବୁଝେଇଛ, ହେଲେ ବୁଝେଇଲା ପରେ ସେ ତୁମକୁ ବାରମ୍ବାର ଠୋକର ହିଁ ଦେଇଛନ୍ତି ସନ୍ତାନ। ସେଥିଲାଗି ତୁମେ ତାଙ୍କୁ ତାଙ୍କ ରାସ୍ତାରେ ଛାଡ଼ିଦିଅ। ସେ ଭଲ କଲେ ତାଙ୍କ ପାଇଁ ସବୁ ଭଲ ହେବ, ସେ ଖରାପ କଲେ ତାଙ୍କ ପାଇଁ ସବୁ ଖରାପ ହେବ। ମୁଁ ବି ସବୁବେଳେ ଚାହୁଁଛି ସେ ମଣିଷ ଭଲ ରାସ୍ତାକୁ ଫେରି ଆସୁ। ସନ୍ତାନ, ତୁମେ ଗୋଟେ ସାଙ୍ଗ ହିସାବରେ ବି ବହୁତ ଚେଷ୍ଟା କରୁଛ ଆଉ ବହୁତ ବୁଝାଉଛ। ଗୋଟେ ମନର ମଣିଷକୁ ପାଇବାକୁ ହେଲେ ସେଥିରେ ଟଙ୍କା ଦରକାର ନାହିଁ, ହେଲେ ତୁମର ସାଙ୍ଗ ସବୁବେଳେ ଓଲଟା ବୁଝୁଛି। ତାକୁ ଗୋଟେ ସୁନ୍ଦର ମଣିଷ ଦରକାର, ଟଙ୍କା ପଇସା ଦରକାର, କିନ୍ତୁ ଗୋଟେ ଭଲ ଗୁଣର, ଗୋଟେ ଭଲ ମନର ମଣିଷ ତାକୁ ଦରକାର ନାହିଁ। ସେ ସମୟ ଆସିଲେ ନିଜେ ବୁଝିପାରିବ, ଆଉ ସେତେବେଳେ ତା ପାଖରେ ତାକୁ ବୁଝେଇବାକୁ କେହି ବି ନଥିବେ ସନ୍ତାନ। ଏବେ ତ ସେ ବହୁତ ପୁଣ୍ୟ କରିଥିଲା ଯେ ତୁମେ ତାକୁ ବୁଝାଉଛ, ଠିକ୍ ରାସ୍ତାକୁ ଆଣିବାକୁ ଚେଷ୍ଟା କରୁଛ, ତାପରେ ବି ସେ ତୁମକୁ ବାରମ୍ବାର ସମସ୍ତଙ୍କ ସାମ୍ନାରେ ଛୋଟ କରି କରି ଚାଲିଛି। ସେଥିଲାଗି ସନ୍ତାନ, ଏବେ ବହୁତ ହେଇଗଲା, ତୁମେ ସେ ରାସ୍ତାରୁ ଦୂରେଇ ଆସ, ତାକୁ ତା ରାସ୍ତାରେ ଛାଡ଼ିଦିଅ। ତୁମେ ଚିନ୍ତା କରନି, ତୁମେ ତ କିଛି ଭୁଲ ହିଁ କରିନା ଯେ ତା କଥାକୁ ଶୁଣି ନିଜକୁ ଏତେ କଷ୍ଟ ଦେଉଛ। ତୁମେ ତୁମର ଯେମିତି କର୍ମ କରୁଥିଲ ସେମିତି କର୍ମ କର। ମୋର କିଛି ସନ୍ତାନମାନେ ବହୁତ କଷ୍ଟରେ ଅଛନ୍ତି। ସେମାନେ ସବୁବେଳେ ଭାବୁଛନ୍ତି, ଆମ ଜୀବନରୁ ଆଉ କ'ଣ କେବେ ଅନ୍ଧକାର ଯିବନି ବାବା? ସନ୍ତାନ, ଯେତେବେଳେ ତୁମେ ନିଜ ମନ୍ଦିରରେ ଦୀପଟିଏ ଲଗାଅ, ସେ ମନ୍ଦିର ଆଲୋକ ରଶ୍ମିରେ ଭରପୁର ହେଇଯାଏ। ସେମିତି ତୁମେ ଯଦି ନିଜ ଜୀବନକୁ ଦୀପ ଭଳି ଆଲୋକିତ କରିପାରିବ, ତାହେଲେ ତୁମ ଜୀବନ ବି ଆଲୋକ ରଶ୍ମିରେ ଭରିଯିବ। ତୁମ ହାତରେ ସବୁ ଅଛି। ତୁମ ହାତରେ ତୁମେ ଭଲ କରିପାରିବ, ଖରାପ ବି କରିପାରିବ। ତୁମେ କେଉଁ ରାସ୍ତାରେ ଯିବ ସନ୍ତାନ? ତୁମେ ଯଦି ସକାଳୁ ଉଠିକି ଠାକୁର ପୂଜା ଟିକେ କରିଦେଉଛ, ତୁମକୁ ଦିନ ସାରା ବହୁତ ଶାନ୍ତି ଲାଗୁଛି। ଆଉ ଯେଉଁ ସନ୍ତାନମାନେ ଶୋଇକି ରହୁଛନ୍ତି, ତାଙ୍କୁ ଦିନ ସାରା କେମିତି ଅନୁଭବ ହେଉଛି ସେ ନିଜେ ବୁଝିପାରୁଥିବେ ସନ୍ତାନ।